ସମୟ ଗଡ଼ି ଚାଲିଲା। ସେଦିନର ବାଳକ ଯିଏକି ଆକବରଙ୍କୁ ପିଇବା ପାଇଁ ପାଣି ଦେଇଥିଲା, କ୍ରମେ ବିଦ୍ୟା ବୁଦ୍ଧିରେ ପାରଙ୍ଗମ ହୋଇ ଆଗ୍ରାରେ ଯାଇ ପହଞ୍ଚିଲେ। ଆଗ୍ରାରେ ପହଞ୍ଚିବା ପରେ ବୀରବନ ରାଜାଙ୍କୁ ଦେଖା କରିବା ପାଇଁ ବାହାରିଲେ। ରାଜ ଦରବାରରେ ପହଞ୍ଚି ଆକବରଙ୍କ ପ୍ରଦତ୍ତ ମୁଦ୍ରିକାକୁ ଆକବରଙ୍କୁ ଦେଖାଇଲେ। ବୀରବନ ଯେ ସେହି ମୁଦିଟିକୁ ଏତେ ଦିନ ପର୍ଯ୍ୟନ୍ତ ସାଇତି ରଖିଥିବେ, ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ଖୁସି ମନରେ ବୀରବଲଙ୍କୁ ମନ୍ତ୍ରୀ ପଦରେ ଅଭିଷିକ୍ତ କଲେ। ବୀରବଲ ତ ଯେମିତି ବିଦ୍ୟା ବୁଦ୍ଧିରେ ପ୍ରବୀଣ, ସେମିତି ମଧ୍ୟ ଚାଲାକ ଚତୁର। ଦିନକୁ ଦିନ ତାଙ୍କର ଯଶଖ୍ୟାତି ବ୍ୟାପିବାକୁ ଲାଗିଲା। ସେ ମୁଖ୍ୟତଃ ତାଙ୍କର କୌତୁକିଆ କଥା, ଥଟ୍ଟା, ମଜା ପାଇଁ ଘରେ ଘରେ ପରିଚିତ ହେଲେ। ଦିନେ ଆକବରଙ୍କ ଦରବାରକୁ ପଡ଼ୋଶୀ ରାଜ୍ୟର ଜଣେ ପଣ୍ଡିତ ଆସି ପହଞ୍ଚିଲେ। ବୀରବଲଙ୍କର ଚତୁରତା କଥା ତ ଚାରିଆଡ଼େ ବ୍ୟାପି ଯାଇଥାଏ। ପଣ୍ଡିତ ଜଣକ ବୀରବଲଙ୍କୁ କହିଲେ, ତୁମେ ଯଦି ମୋଠାରୁ ବିଦ୍ୱାନ, ପଣ୍ଡିତ, ମହାଜ୍ଞାନୀ, ତାହେଲେ ମୋ ପ୍ରଶ୍ନର ଉତ୍ତର ତୁମେ ଦେଇପାରିବ କି? ମୁଁ ଜାଣିବାକୁ ଚାହେଁ ଯେ ଆପଣଙ୍କ ସହରରେ କେତେ କୁଆ ବାସ କରୁଛନ୍ତି? ପଣ୍ଡିତଙ୍କ ପ୍ରଶ୍ନ ଶୁଣି ବୀରବଲ କହିଲେ, ମହାଶୟ, ମୋତେ ଆପଣ ଗୋଟିଏ ଦିନ ସମୟ ଦିଅନ୍ତୁ। ମୁଁ ଆସନ୍ତାକାଲି ଏହାର ଉତ୍ତର ଦେବି। ବୀରବଲଙ୍କ କଥା ଶୁଣି ମହାରାଜ ମଧ୍ୟ ଚିନ୍ତାରେ ପଡ଼ିଗଲେ। ବୀରବଲଙ୍କୁ କହିଲେ, ବୀରବଲ, ତୁମେ ମୋ ଦରବାରରେ ଥିବା ଚତୁର ମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ, କିନ୍ତୁ କୁଆମାନଙ୍କର ସଂଖ୍ୟା ଗଣିବା କିପରି ସମ୍ଭବ? ରାଜାଙ୍କ କଥା ଶୁଣି ବୀରବଲ କହିଲେ, ମହାରାଜ, ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ କେବେ ବି ମୋ ରାଜ୍ୟର ସମ୍ମାନ ତଳେ ପକାଇଦେବି ନାହିଁ।